ସ୍ଥାନାଙ୍କ ଜ୍ୟାମିତି, ଯାହାକି ଦଶମ ଶ୍ରେଣୀ ଯେଉଁ ମ୍ୟାଥରେ ଅଛି ସ୍ଥାନାଙ୍କ ଜ୍ୟାମିତି, ତାର ସବଜେକ୍ଟିଭ୍ କ୍ୱେଶ୍ଚିନ୍। ଓକେ, ସିଲେକ୍ଟେଡ୍ ସବଜେକ୍ଟ କ୍ୱେଶ୍ଚିନ୍, କେଉଁ କ୍ୱେଶ୍ଚିନ୍ ଗୁଡ଼ିକ ତୁମର ବୋର୍ଡ଼ ଏକ୍ଜାମ୍ରେ ଆସିବ। ତ ଦେଖ କ'ଣ ଅଛି, ବିଷୟଟା ଟିକେ କଷ୍ଟ ଲାଗେ ସତ ନା, କିନ୍ତୁ ବହୁତ ବଢ଼ିଆ କ୍ୱେଶ୍ଚିନ୍ ଅଛି, ଆଉ ଯାହାକି ତୁମେ ପରୀକ୍ଷାରେ ଭଲ ମାର୍କ ରଖିପାରିବ। ଉଦାହରଣ 7କୁ ତୁମେ ଦେଖିପାରିବ, ଆଉ ଉଦାହରଣ 10। 7ରେ ପ୍ରମାଣ କରୁଥିବା ଆୟତଚିତ୍ରର ଶୀର୍ଷବିନ୍ଦୁ ବୋଲି, କେଉଁଠି ତୁମକୁ ପଚାରି ଦେଇପାରେ ବର୍ଗଚିତ୍ରର ଶୀର୍ଷବିନ୍ଦୁ ବୋଲି, ତୁ କହ ସାର୍ ସିଲେକ୍ଟିଭ୍ ଦେଲେ ପଇଲାନି। ଆରେ ଆୟତଚିତ୍ର ଦେଇଛି କଲ, ସେଇ ଗୋଟେ ପ୍ରୋସେସ୍ ନା, ସେମ୍ ପ୍ରୋସେସ୍, ବର୍ଗଚିତ୍ର ପାଇଁ ମଧ୍ୟ ସେମ୍ ପ୍ରୋସେସ୍। ତା ସହିତ ଗୋଟେ ବିନ୍ଦୁକୁ ରେଖାଖଣ୍ଡକୁ 1:2 ଅନୁପାତର ବିଭକ୍ତ କରୁଥିବା ବିନ୍ଦୁର ସ୍ଥାନାଙ୍କ। ତ ଉଦାହରଣ 7 ଆଉ 10 ଦେଖିବା ସହିତ 6Bର କେଉଁଟା ଦେଖିବ, 13 ନମ୍ବର, 14 ନମ୍ବର, 18 ନମ୍ବର, 19 ନମ୍ବର। ଠିକ୍ ଅଛି, ଏଇ 4ଟା କ୍ୱେଶ୍ଚିନ୍ ଆରାମସେ ଦେଖିଦେଇପାରିବ। ଠିକ୍ ଅଛି, ତାପରେ 6Cରେ ଦେଖ, ତୁମେ ଚତୁର୍ଭୁଜର ଶୀର୍ଷବିନ୍ଦୁ ଦେଲେ ତାର କ୍ଷେତ୍ରଫଳ, ଚତୁର୍ଭୁଜର କ୍ଷେତ୍ରଫଳ ରିଲେଟେଡ୍ 2ଟା କ୍ୱେଶ୍ଚିନ୍ ଦେଇଛି, ଯେକୌଣସି ଗୋଟେ ଦେଖିଲେ ଠିକ୍ ସଫିସିଏଣ୍ଟ। ଆଉ ତ୍ରିଭୁଜର କ୍ଷେତ୍ରଫଳ ହେଲା, ତା ସହିତ 2ଟା କ୍ୱେଶ୍ଚିନ୍ ଦେଖ ଏକ୍ସଟ୍ରା ମୁଁ ଯୋଡ଼ିଛି କ'ଣ ନା, ସ୍ଥାନାଙ୍କ ଜ୍ୟାମିତି ସାହାଯ୍ୟରେ ପ୍ରମାଣ କର ଯେ କୌଣସି ତ୍ରିଭୁଜର ମଧ୍ୟମାତ୍ର ଏକ ବିନ୍ଦୁଗାମୀ। ଏଇଟା 21-22ରେ ଆସିଥିଲା। ସେମିତି ପ୍ରମାଣ କର ଯେ ବିନ୍ଦୁ 4ଟା ବିନ୍ଦୁ ଗୁଡ଼ିକ ଏକ ବର୍ଗଚିତ୍ରର ଶୀର୍ଷ, ଏଇଟା 2022ରେ ଆସିଥିଲା। ଏବେ ଯେମିତି କହିଲି ପ୍ରଥମ ଦେଖ, ଏଠି କହିଲି ଆୟତଚିତ୍ରର ଶୀର୍ଷ ନା, ସେମିତି ଏଇଟା ବର୍ଗଚିତ୍ରର ଶୀର୍ଷ, ସେମ୍ ପ୍ରୋସେସ୍, ଆରାମସେ ତୁମେ ଦେଖିଦେଇପାରିବ ହେଲା। ତ ଏତିକି କ୍ୱେଶ୍ଚିନ୍ ତୁମେ ସ୍ଥାନାଙ୍କ ଜ୍ୟାମିତିରେ ପ୍ରାକ୍ଟିସ୍ କରିନେବ। ଓକେ, ଠିକ୍ ଅଛି। ତ ଅନ୍ୟ ଚାପ୍ଟର ଗୁଡ଼ିକ ମଧ୍ୟ ଅପଲୋଡ଼ ହେଇଛି, ଯଦି ଦେଖିନ ତ ଟେଲିଗ୍ରାମକୁ ଯିବ, ସେଠି ଲିଙ୍କ୍ ଅଛି, କିମ୍ବା ପ୍ଲେଲିଷ୍ଟକୁ ଭିଜିଟ୍ କରିବ, ସେଠି ମଧ୍ୟ ତୁମେ ଆଭେଲେବୁଲ୍ ହେଇଯିବ। ଓକେ, ଥ୍ୟାଙ୍କ ୟୁ।